ହାତରେ ସାଇତି ରଖନ୍ତୁ, କାରଣ ଏହା ଏମିତି ଏକ ସ୍ମୃତି ଯାହା ଥରେ ଝରିଗଲେ ଅନେକ କ୍ଳାନ୍ତକୁ ମନ ଭିତରୁ ଧୋଇ ନେଇଥାଏ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ଜାନୁଆରୀ ମାସ 11 ତାରିଖ, ଓଡ଼ିଆ ପୁଷ ମାସ 27 ଦିନ, ଶନିବାର, ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି, ଯାହା ଦିବା 7:29 ପର୍ଯ୍ୟନ୍ତ ରହୁଛି। ଆଜି ତ୍ରୟୋଦଶୀ ଖିଆ ରହୁଛି, ଯାହା ରାତ୍ରି 5:31 ପର୍ଯ୍ୟନ୍ତ ରହୁଛି। ଆଜି ରୋହିଣୀ ନକ୍ଷତ୍ର, ଯାହା ଦିବା 12:00 ପର୍ଯ୍ୟନ୍ତ ରହୁଛି। ଆଜି ବୃଷ ରାଶିରେ ଚନ୍ଦ୍ର, ଯାହା ରାତ୍ରି 11:26 ପର୍ଯ୍ୟନ୍ତ ରହୁଛି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:26 ଯାହାକି ସୂର୍ଯ୍ୟ ଉଦୟ ହେଉଛନ୍ତି। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି, ଯାହା ଅପରାହ୍ନ 5:19। ଆଜି ଘାତ ଚନ୍ଦ୍ର ରହିଛି ବିଛା ରାଶି ବ୍ୟକ୍ତିଙ୍କର, ଯାହା ରାତ୍ରି 11:26 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବୃଷ ରାଶି ବ୍ୟକ୍ତି ଏବଂ ସିଂହ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର, ଯାହା ଦିବା 7:29 ପରେ ରହୁଛି ଏକପାଦ ପୁଷ୍କର ଦୋଷ। ଫଳ ରହୁଛି ପଶୁ ତତ୍ସହିତ କୃଷି ସନ୍ତାନ ହାନି। ଆଜି ନିଷିଦ୍ଧ ଖାଦ୍ୟ ରହିଛି, ଯାହାକି ପୁଇ ତତ୍ସହିତ ବାଇଗଣ ଭୋଜନ ନିଷେଧ ରହିଛି। ଆଜି ତ୍ରୟୋଦଶୀରେ ଶ୍ରାଦ୍ଧ। ଆଜି ପ୍ରାପ୍ତ ସ୍ନାନ ପରେ ଏକାଦଶୀ ପାରଣା ରହିଛି। ଯେଉଁମାନେ ପୂର୍ବତନ ଏକାଦଶୀ ବ୍ରତ କରିଥିବେ ସେମାନେ ନିଶ୍ଚିତ ପାରଣା କରିବେ। ଆଜିର ରାହୁକାଳ, ଯାହା ଦିବା 1:06 ଦିବା 2:42 ମଧ୍ୟ ରହିଛି ରାହୁକାଳ ଯୁଗ, ତେଣୁ ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ 7:14 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 8:02 ଦିବା 10:26 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 4:50 ଦିବା 5:19 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ମେଷ ରାଶି ବ୍ୟକ୍ତି ବିଷୟରେ ଜାଣିବା। ମେଷ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ଗ୍ରହ ପୂର୍ଣ୍ଣ ଶୁଭ ଯୁଗ ରହିଥିବାରୁ ଆପଣ ପ୍ରତ୍ୟେକ କାର୍ଯ୍ୟ ନିଶ୍ଚିତ ଲକ୍ଷ୍ୟସ୍ଥଳେ ପହଞ୍ଚିବେ। ଗ୍ରହମାନେ ଆପଣଙ୍କୁ ଶୁଭ ଦୃଷ୍ଟିରେ ଦେଖିଥିବାରୁ ବିଶେଷ କରି କର୍ମକ୍ଷେତ୍ରରେ ସଫଳତା ସହିତ ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି, ଆପଣଙ୍କର ଆଜି କାର୍ଯ୍ୟଗୁଡ଼ିକୁ ସଠିକ ସ୍ଥିତିରେ ରହିବ ଏବଂ ନିଜର କାର୍ଯ୍ୟ ଅତି କ୍ଷଣ ସମୟରେ ପୂରଣ କରିବାର ଆପଣଙ୍କ, ଯାହାକି କାର୍ଯ୍ୟସ୍ଥଳୀରୁ ଅର୍ଥାତ୍ ଆପଣଙ୍କ ରାଶିଚକ୍ରରୁ ଜଣାପଡ଼ୁଛି। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ନିଶ୍ଚିତ ଭାଗ୍ୟ ଆପଣଙ୍କୁ ସାଥ ଦେବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ଗ୍ରହମାନେ ଆପଣଙ୍କୁ ଆଜି ଶୁଭ ଦୃଷ୍ଟିରେ ଦେଖୁଛନ୍ତି, ତେଣୁ ମେଷ ରାଶି ବ୍ୟକ୍ତି ଆଜି ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବା ସହିତ ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଥିବେ, ଆପଣଙ୍କର କାର୍ଯ୍ୟ ଆଜି ସଠିକ ଏବଂ ନିଜ ସମୟ ଅନୁସାରେ ଚାଲିବ ଏବଂ ଆଜି କ୍ଷଣ ସମୟ ଭିତରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ମେଷ ରାଶି ବ୍ୟକ୍ତିଙ୍କର ରହୁଛି। ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ଏବଂ ଶିକ୍ଷାର୍ଥୀମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ତେବେ ଆଜି
इंटरव्यू एग्जाम थिले मेष राशि व्यक्ति सेथिरे कृत कार्य करिवे जहा आपनक भाग्य राशि जणा पड़ुछि। आज मेष राशि व्यक्ति प्रेम दुनिया रे आपण बहुत उत्साहित आनंदमय रहिबे जहा कि आपनक आज रोमांटिक परिवेश सृष्टि करि पारे एवं भलो समय वार्तालाप करिवार पूर्ण सुयोग देबो। आज मेष राशि व्यक्ति पारिवारिक संपर्क भलो रहिबो। पूर्वर जदि किछि मत पार्थक्य थिबो आज दूरीभूत निश्चित हेबो। आज मेष राशि व्यक्ति व्यापार वाणिज्य जो माने जड़ित अछंती सेमाने अनेक लाभ प्राप्त करिवे। तत्सहित आज अर्थजनित जेकोसी डिसिजन नेबे ताहा आपणक पई निश्चित लाभदायक हेबो। आज मेष राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या आपणकर रहिबो नाही। आज मेष राशि व्यक्तिंकर भाग्य संख्या रहिछि 1, भाग्य रंग रहुछि नाली रंग एवं ग्रह माने आपणको आज 90% साथ दउछंती। एबे चलंतु जानिबा वृष राशि व्यक्तिंक विषय। वृष राशि व्यक्ति आज दिनटी आपणको पई एक उन्नत दिन होई पारे जहा आपणको मन निश्चित शांति रहिबा सहित प्रत्येक कार्य सफलता आडको अग्रगति करिवो एवं निजर कर्म क्षेत्र रे आपण चाप थिले मध्य ताकू चाप भीतर भारी मध्य निजर कार्य संपादन करिवार पूर्ण जुग बनै पारे वृष राशि व्यक्ति। आज वृष राशि व्यक्तिंकर चाकरी संबंध रे कार्य गुडी को आगु को बढ़िबा सहित निजर कार्य आपण सफलता शीर्ष रे पहुंची पारंती। तेबे वृष राशि व्यक्ति आज आपणकर जहा कि चाकरी संबंध रे इंटरव्यू थिले निश्चित कृत कार्य करिबा सहित शिक्षार्थी मानक पई भलो सुयोग रहिछि। तत्सहित राजनीतिक सामाजिक क्षेत्र रे आपणकर दक्षता वृद्धि करिवो वृष राशि व्यक्ति। आज वृष राशि व्यक्तिंकर प्रेम संपर्क रे आपण बहुत उत्साहित आनंद भर रहिबे। मीठा मीठा कथाबार्ता करी समस्तଙ୍କର मन जिणिबार पूर्ण जुग रहुछि वृष राशि व्यक्तिंकर। आज वृष राशि व्यक्तिंकर पारिवारिक संपर्क भल रहिबो जहा आपणक भाग्य चक्र रु जणा पड़ुछि। तेबे आज वृष राशि व्यक्ति अर्थजनित कारोबार रे आपण अनेक प्रकार लाभ पाइबार सुयोग देबो जहा आपणक राशि चक्र रु जणा पड़ुछि। तेबे वृष राशि व्यक्ति अर्थ कारोबार रे आपण निश्चित लाभ करिवे जहा आपणक राशि चक्र रु जणा पड़ुछि। तेणु आज जेकोसी अर्थजनित निष्पत्ति नबा पई पूर्ण जुग रहुछि। आज वृष राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या आपणकर रहिबो नाही। आज वृष राशि व्यक्तिंकर भाग्य संख्या रहिछि 1, भाग्य रंग रहुछि धला रंग एवं ग्रह माने आपणको आज 95% साथ दउछंती। एबे चलंतु जानिबा मिथुन राशि व्यक्तिंक विषय। मिथुन राशि व्यक्ति आज दिनटी आपणक पई विशेष भल दिन हेबो नाही। कर्म क्षेत्र रे अनेक प्रकार चैलेंज आसीबो जहा परिचालना करिबा आपणक पक्षे भारी कष्टकर हबो। तेणु ध्यान पूर्वक निजर कार्य करंतु मिथुन राशि व्यक्ति। तबे मिथुन राशि व्यक्ति निजर चाकरी संबंध रे जदि जड़ित थिबे तबे भाग्य आपणको निश्चित सफलता आडकू निश्चित नेबो एवं आपण निजर कार्य सठिक ढंग रे करिवे जहा आपणक भाग्य राशि जणा पड़े। मिथुन राशि व्यक्ति आज राजनीतिक सामाजिक क्षेत्र में आपनकर दक्षता कमिबो एवं शिक्षार्थी विद्यार्थी मानक पई आज उत्तम जुग होई न पारे। तेबे मिथुन राशि व्यक्ति जो माने प्रेम संबंध रे जड़ित अछंती आपण भाव प्रवणता भितरे युक्ति तर्क होबार अनेक चांस रहुची। तेणु यहा प्रति निश्चित सचेतन रुहंतु। तेबे आज पारिवारिक संपर्क आपणकर भल न रही पारे। निज भितरे मत पार्थक्य सहित कलह होबार जुग रहुची। तेणु मिथुन राशि व्यक्ति यहा प्रति निश्चित सचेतन हेले आपणकर पारिवारिक कलह हब नाही। आज मिथुन राशि व्यक्तिंकर अर्थजनित कारोबार रे आपण निश्चित सावधान रुहंतु। टंका आपणकर आज खेती रे सामना करबाकू पड़िबो। तेणु अर्थ धार दियंतु नाही कि अर्थ कहा पाखरु धार आनंतु नाही जहा आपणको पई भलो हेबो। आज मिथुन राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्यजनित समस्या रही पारे जहा आपणको भाग्य राशि रु जणा पड़ुछि। तेणु निश्चित निजर स्वास्थ्य प्रति सचेतन रुहंतु मिथुन राशि व्यक्ति। आज मिथुन राशि व्यक्तिंकर भाग्य संख्या रही 8, भाग्य रंग रही गुलाबी रंग यूज करि परिबे एवं ग्रह माने आपन आज 35% साथ दउछंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज दिनटी आपनक पई पूर्ण अनुकूल दिन हेबो।
ନିଜର ଇଚ୍ଛା ଅନୁସାରେ କାର୍ଯ୍ୟ ସମ୍ପାଦନା କରିବେ। ତତ୍ସହିତ ନିଜର ଲକ୍ଷ୍ୟସ୍ଥଳରେ ନିଶ୍ଚିତ ପହଞ୍ଚିବେ କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତି ଭାଗ୍ୟ ଅନୁକୂଳ ରହିବା ସହିତ ଅଫିସ ଜନିତ କାର୍ଯ୍ୟରେ ଆପଣ ସଠିକ ଢଙ୍ଗରେ ଏକାଗ୍ରତା ସହକାରେ କାର୍ଯ୍ୟ ପୂର୍ଣ୍ଣ କରିବାର ପୂର୍ଣ୍ଣ ସୁଯୋଗ ଦଉଛି, ଯାହା କର୍କଟ ରାଶି ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି। ଯଦି ଚାକିରି ଇଣ୍ଟରଭ୍ୟୁ ଥିବ ନିଶ୍ଚିତ ପୂର୍ତ୍ତ କାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ତେବେ କର୍କଟ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଆପଣ ବହୁତ ଉତ୍ସାହିତ, ଆନନ୍ଦିତ ଏବଂ ସୁଖର ଆଗମନ ହବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ। ନିଜ ଭିତରେ ଭଲ ସମ୍ପର୍କ ରହିବା ସହିତ ସମସ୍ତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବେ। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ନିଶ୍ଚିତ ଟଙ୍କା ଜନିତ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବ। ତେବେ ଆଜି ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ଲାଭ ପ୍ରାପ୍ତ ପାଇବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢିବ, କିନ୍ତୁ ଆପଣ ନିଶ୍ଚିତ ନିଜର ସ୍ୱାସ୍ଥ୍ୟକୁ ଯଦି ଧ୍ୟାନପୂର୍ବକ ରଖିବେ ତେବେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି ଧୂସର ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ଦିନ ହୋଇନପାରେ। ନିଜର କାର୍ଯ୍ୟ ଧ୍ୟାନପୂର୍ବକ କରନ୍ତୁ ଏବଂ ନିଜର କାର୍ଯ୍ୟଶୈଳୀକୁ ନିଶ୍ଚିତ ସଚେତନ ସହକାରେ କରିଲେ ଧୀରେ ଧୀରେ କାର୍ଯ୍ୟ ଯେଉଁ ବିଫଳତା ଆଡ଼କୁ ଅଗ୍ରଗତି କରୁଛି ତାହା ସଫଳତା ଆଡ଼କୁ ନିଶ୍ଚିତ ଅଗ୍ରଗତି କରିବ ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତି ନିଜର କାର୍ଯ୍ୟ ପ୍ରତି ସଚେତନ ରହିବା ସହିତ ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛି ତେବେ ତାଙ୍କ ପାଇଁ ନିଶ୍ଚିତ ଭଲ ଦିନ ହେବ। ସିନିୟରଙ୍କ କଥା ଟିକେ ମାନନ୍ତୁ, ତାହା ଆପଣଙ୍କ ପାଇଁ ନିଶ୍ଚିତ ଲାଭଦାୟକ ହେବ। ତେବେ ସିଂହ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା କମିଯିବ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଦିନ ହୋଇନପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଆପଣ ନିଶ୍ଚିତ ଆପଣଙ୍କ ପାଇଁ ଭଲ ଦିନ ହୋଇନପାରେ। ତତ୍ସହିତ ପାରିବାରିକ ସମ୍ପର୍କ ଆପଣଙ୍କ ପାଇଁ ଉତ୍ସାହଜନକ ହେବ ନାହିଁ। ମନ ଭିତରେ ଅନେକ ଅଶାନ୍ତି, କଳହ ଯୁଗ ରହିପାରେ, ମତ ପାର୍ଥକ୍ୟ ଆସିପାରେ। ତେଣୁ ସିଂହ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ସିଂହ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଅନେକ କ୍ଷତି ସାମ୍ନା କରିବାକୁ ପଡ଼ିବ ବା ଆପଣଙ୍କୁ ଅର୍ଥଜନିତ ନିରାଶ କରିପାରେ। ତେଣୁ ଧ୍ୟାନପୂର୍ବକ ନିଜର ବେପାର ବାଣିଜ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ କୌଣସି ଅର୍ଥଜନିତ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟରେ ନିଶ୍ଚିତ ଯତ୍ନ ନିଅନ୍ତୁ, କାରଣ ଆପଣଙ୍କର ଆଜି ସ୍ୱାସ୍ଥ୍ୟ ସମସ୍ୟା ବଢ଼ିପାରେ। ବିଶେଷ କରି ଥଣ୍ଡା ଜନିତ ସମସ୍ୟା ଆପଣଙ୍କ ପାଇଁ ଭାରି କଷ୍ଟ ହୋଇପାରେ ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ହଳଦୀ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭ ଯୁଗ ରହୁଥିବାରୁ ସମସ୍ତ କାର୍ଯ୍ୟ ନିଶ୍ଚିତ ସୁରୁଖୁରୁରେ ଆପଣ ପୂରଣ କରିବେ। କନ୍ୟା ରାଶି ବ୍ୟକ୍ତି ଆଜି କନ୍ୟା ରାଶି ବ୍ୟକ୍ତି ନିଜର ଲକ୍ଷ୍ୟ ସ୍ଥଳେ ନିଶ୍ଚିତ ପହଞ୍ଚିବେ ଏବଂ ଦିନଟି ଅତି ସୁଖମୟ ପରିବେଶରେ କଟିବେ। ଆଜି କନ୍ୟା ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକୁ ନିଶ୍ଚିତ ଉତ୍ସାହ କରିବ। ତତ୍ସହିତ ଆପଣ ନିଶ୍ଚିତ କାର୍ଯ୍ୟ ଏମିତି କରିବେ ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ବହୁତ ଖୁସି ରହିବେ ଏବଂ ପ୍ରଶଂସା କରିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣ ବହୁତ ଉତ୍ସାହିତ, ଆନନ୍ଦମୟ ହେବେ। ତତ୍ସହିତ ସୁସମ୍ପର୍କ ବଜାଇ ରହିବ। ଆଜି ପାରିବାରିକ ସମ୍ପର୍କ ଆପଣଙ୍କର ଭଲ ରହିବ ଏବଂ ଆନନ୍ଦ ଭରାରେ ଦିନଟି କଟିବାର ସୁଯୋଗ ଦେବ। ତେବେ ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଦିନ ହେବା ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ସେଥିରେ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଆପଣ କିଛି ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ କନ୍ୟା ରାଶି ବ୍ୟକ୍ତି କିଛି ଅର୍ଥ ଖର୍ଚ୍ଚ କରିବାର ସୁଯୋଗ ଦେଇପାରେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର
भाग्य संख्या रही 8, भाग्य रंग रही गाढ़ नील रंग यूज करें एवं ग्रह माने आपण को आज जहाँकि 90% साथ दौरान। एबे चलतु जानिबा तुला राशि व्यक्ति विषय। तुला राशि व्यक्ति आज दिनटी आपण निश्चित एक दुखदायक दिन हो पारे। ग्रह आज आपण को अशुभ जुग दृष्टि देखुं। तेणु तुला राशि व्यक्ति ध्यान पूर्वक निजर कार्य संपादन करंतु। आज निजर कार्य अनेक चिंता ग्रास्त कर। तेणु निश्चित सचेतन सहकारे कार्य करंतु तुला राशि व्यक्ति। आज तुला राशि व्यक्ति निश्चित चाकरी संबंध रे कार्य आपण को अनेक प्रकार चैलेंज सामना करबा को पड़िबो। जहाँ निजर कार्य परिचालना करिबा चाकरी संबंध रे आपण को भारी कष्टकर हेबो तुला राशि व्यक्ति। तेणु तुला राशि व्यक्ति ध्यान पूर्वक निजर कार्य करंतु। आवश्यक स्थले योजना प्रस्तुत करी कार्य करिले धीरे धीरे सफलता आड़को अग्रगति करिवे तुला राशि व्यक्ति। आज तुला राशि व्यक्ति प्रेम संबंध रे आपणकर भाग्य निम्नगामी रहुची। तेणु भूल बुझामणा जुगु निज भितर संपर्क खराब होबार अनेक चांस रहुची। तेबे तुला राशि व्यक्ति आज पारिवारिक वाद विवाद देखा दे पारे एवं आपण निश्चित युक्तितर्क ठारू दूरता अवलंबन करंतु। आवश्यक स्थले चुप रुहंतु। आज तुला राशि व्यक्ति शिक्षार्थी विद्यार्थी मानक पई उत्तम जुग होई न पारे जहाँ आपणक भाग्य राशि जना पड़ुछि। तेबे राजनीतिक क्षेत्र में आपण तुला राशि व्यक्ति निश्चित भल जुग नाही। सामाजिक क्षेत्र में मध्य आपण कौनसी प्रतिष्ठावान कार्य करि परिबे नाही। तेणु ध्यान पूर्वक दूरता आज यदि अवलंबन करिवे ताहा आपणक पई भल हेबो। आज तुला राशि व्यक्तिंकर अर्थजनित कारोबार रे आपण को टंका परिचालना करिबा निश्चित जत्न सहकारे आवश्यकता रही। कारण आज अर्थजनित क्षति होबार अनेक चांस रही। तेणु कौनसी रिस्कफुल कार्य करंतु नाही बिजनेस रे। आज तुला राशि व्यक्ति स्वास्थ्यगत दृष्टि देखिले आपणकर स्वास्थ्यजनित समस्या आपण को टिके बढ़े पारे। पूर्व जदि स्वास्थ्य समस्या थिबो निश्चित यह प्रति सचेतन रुहंतु एवं तुला राशि व्यक्ति खाद्य प्रति सचेतन रुहंतु जहाँ आपणक पई भल है। आज तुला राशि व्यक्तिंकर भाग्य संख्या रही 7, भाग्य रंग रही सबुज रंग यूज करें एवं ग्रह माने आपण को आज जहाँकि 30% साथ दौरान। एबे चलतु जानिबा बिछा राशि व्यक्ति विषय। बिछा राशि व्यक्ति आज दिनटी आपणक पई मध्यम धरणर जुग रहुची। नूतन संपर्क किछि स्थापन करि पारंती। आवश्यक स्थले कर्म क्षेत्र में आपण को सुख खबर आसी पारे एवं आउ केते क्षेत्र में मध्य दुख आसी पारे। तेणु ध्यान पूर्वक बिछा राशि व्यक्ति कार्य करंतु। आपणकर आज घात चंद्र रहुची। तेणु बिछा राशि व्यक्ति सचेतन सहकारे कार्य करिले निश्चित निजर कार्य आगक बढ़िबार सुजोग देबो। तेबे आज बिछा राशि व्यक्ति प्रेम दुनिया रे आपण बहुत उत्साहित आनंद भर रहिबे। तत्सहित पारिवारिक संपर्क आपणकर भल रहिबो। तेबे राजनीतिक सामाजिक क्षेत्र में बिछा राशि व्यक्ति निश्चित आपणकर एकाग्रता बढ़िबो। दृढ़ संगठक भाव परिचित होई पारंती। तेबे बिछा राशि व्यक्ति आज अर्थजनित कारोबार टिके सावधान रुहंतु। कौनसी रिस्कफुल कार्य करंतु नाही कारण परवर्ती स्टेप रे आपनको अनेक अर्थजनित महंगा पड़ी पारे। तेबे बिछा राशि व्यक्ति आज अर्थजनित कारोबार रे आपण निश्चित सावधान रहिबा सहित स्वास्थ्यगत दृष्टि देखिले आपनकर स्वास्थ्य समस्या बढ़ी पारे। तेणु निश्चित स्वास्थ्य प्रति सचेतन रुहंतु बिछा राशि व्यक्ति। आज बिछा राशि व्यक्ति आपनकर भाग्य संख्या रही 3 एवं भाग्य रंग रही आपण केसुरिया रंग यूज करि परिबे एवं ग्रह माने आपण को आज 45% साथ दउछन्ती। एबे चलंतु जानिबा धनु राशि व्यक्ति विषय। धनु राशि व्यक्ति आज दिनटी आपनक पई अनेक प्रकार शुभ फल जुग रहुची। निजर कार्य अनुकूल रहिबो एवं आज गुरुत्वपूर्ण निष्पत्ति नबा पई धनु राशि व्यक्ति ग्रह माने साथ देई पारंती। तत्सहित धनु राशि व्यक्ति निजर चाकरी संबंध रे कार्य गुड़िक अनेक प्रकार शुभ जुग रहुची। कार्य एभली करिवे निश्चित उपरस्थ कर्मचारी आपनको प्रशंसा करिवे एवं पुरस्कार मूलक किछि अर्थ मध्य आपनको सहायता करि पारंती। जहाँ धनु राशि व्यक्ति राशि चक्र आज धनु राशि व्यक्ति राजनीतिक सामाजिक क्षेत्र में निश्चित आपनकर दक्षता वृद्धि करिवो जहाँकि आपण सांगठनिक रूप में परिचित होई पारंती। तत्सहित धनु राशि व्यक्ति शिक्षार्थी विद्यार्थी मानक पई आज उत्तम जुग रहुची। तेणु इंटरव्यू एग्जाम थिले आपण निश्चित पूर्त कार्य करिवे। आज धनु राशि व्यक्ति प्रेम संपर्क बहुत उत्साहित रहिबा सहित पारिवारिक संपर्क भल रहिबो।
ଯାହାକି ଦିନଟି ଆପଣଙ୍କ ପାଇଁ ସୁଗମ ରହିବ। ଆଜି ଧନୁରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣଙ୍କର ନିଶ୍ଚିତ ଲାଭ ରହିବ। ଆଉ କେତେକ କ୍ଷେତ୍ରରେ ଆପଣଙ୍କର ମଧ୍ୟମ ଧରଣ ଯୁକ୍ତ ରହୁଛି। ତେଣୁ ଧ୍ୟାନପୂର୍ବକ ଧନୁରାଶି ବ୍ୟକ୍ତି ଅର୍ଥଜନିତ କାରବାର କରନ୍ତୁ ଏବଂ ସଫଳତା ପୂର୍ବକ ଲାଭ କରନ୍ତୁ। ଆଜି ଧନୁରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ପୂର୍ଣ୍ଣ ଫିଟ୍ ରହିବେ ଧନୁରାଶି ବ୍ୟକ୍ତି। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣ ବହୁତ ଉତ୍ସାହିତ ସହିତ ପ୍ରତ୍ୟେକ କାର୍ଯ୍ୟ ସଫଳତା ଶୀର୍ଷରେ ପହଞ୍ଚି ପାରନ୍ତି। ଆଜି ମନଟି ଆପଣଙ୍କର ମନୋରଞ୍ଜନ କାର୍ଯ୍ୟରେ ନିଶ୍ଚିତ ଜଡ଼ିତ ରହିବ। ଦିନଟି ଆପଣ ଆଜି ଉପଭୋଗ ସହକାରେ କଟିବେ। ତତ୍ସହିତ ମକର ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟ ସଫଳ ହେବା ସହିତ ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ରହିଛନ୍ତି ଆପଣଙ୍କର ପରିବେଶ ଆଜି ନିଶ୍ଚିତ ଅନୁକୂଳ ରହିବ ଏବଂ ନିଜର କାର୍ଯ୍ୟ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିପାରନ୍ତି ମକର ରାଶି ବ୍ୟକ୍ତି। ଆଜି ମକର ରାଶି ବ୍ୟକ୍ତିଙ୍କର ରାଜନୈତିକ ଏବଂ ଆପଣଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀମାନଙ୍କ ପାଇଁ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡ଼ୁଛି। ତେବେ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ମକର ରାଶି ବ୍ୟକ୍ତି ସେଥିରେ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଦିନଟି ଆପଣଙ୍କୁ ବହୁତ ଉତ୍ସାହିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡ଼ୁଛି। ତେବେ ଆଜି ମକର ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ। ନିଜ ଭିତରେ ପୂର୍ବରୁ ଯଦି କିଛି ସମସ୍ୟା ଥିବ ଆଜି ତ୍ରୁଟିର ତାହାର ସମାଧାନ ହେବ। ତତ୍ସହିତ ଆଜି ସମସ୍ତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନଟି କଟିବାର ସୁଯୋଗ ଦେଇପାରେ। ଆଜି ମକର ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦେବ। ଆଜି ମକର ରାଶି ବ୍ୟକ୍ତି ନିଶ୍ଚିତ ଅର୍ଥ ପରିଚାଳନା କରିବା ଆପଣଙ୍କ ପାଇଁ ଭଲ ରହିବ। ତେଣୁ ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମକର ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଆପଣଙ୍କର ଆଜି ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବେ ଏବଂ ଫିଟ୍ ରହିବେ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ହଳଦିଆ ରଙ୍ଗ ୟୁଜ୍ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଭଲ ଦିନ ହୋଇନପାରେ। ତେଣୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। ମନ ଦେଇ କାର୍ଯ୍ୟ କରିଲେ ଧୀରେ ଧୀରେ ସଫଳତା ଆଡ଼କୁ ଅଗ୍ରଗତି କରିବେ। ତେବେ ଆଜି କଠିନ ପରିଶ୍ରମ ସତ୍ତ୍ୱେ ଆପଣଙ୍କୁ ବିଫଳତା ସାମ୍ନା କରିବାକୁ ପଡ଼ିବ। ତେଣୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିବା ସହିତ କୁମ୍ଭ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଯେଉଁମାନେ ଜଡ଼ିତ ଅଛନ୍ତି ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ, ଯାହାକୁ ସାମ୍ନା କରିବା ଆପଣଙ୍କ ପକ୍ଷେ ଭାରି କଷ୍ଟକର। ତେଣୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। କୁମ୍ଭ ରାଶି ବ୍ୟକ୍ତି ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଦିନଟି ଆପଣଙ୍କ ପାଇଁ ସଫଳ ହେବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଭାଗ୍ୟ ଗ୍ରହ ନିମ୍ନଗାମୀ ରହିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀମାନଙ୍କ ପାଇଁ ଆଦୌ ଭଲ ଦିନ ହେବ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣ ଦୂରତା ଅବଲମ୍ବନ କରିବା ସହିତ ଯୁକ୍ତିତର୍କ ଆଦୌ କରନ୍ତୁ ନାହିଁ। ପ୍ରେମ ସମ୍ପର୍କ ଆପଣଙ୍କର ଖରାପ ହେବାର ଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଆପଣଙ୍କର ଖରାପ ହେବା ସହିତ କଳହ ହେବାର ସୃଷ୍ଟି ରହୁଛି। ତେଣୁ କଳହ ଠାରୁ ଦୂରତା ଅବଲମ୍ବନ କରିବା ସହିତ ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ କୁମ୍ଭ ରାଶି ବ୍ୟକ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ନିଶ୍ଚିତ ସାବଧାନ ରୁହନ୍ତୁ। ଟଙ୍କା ପରିଚାଳନା କରିବା କ୍ଷେତ୍ରରେ ଆପଣ ସାବଧାନ ରହିବାର ନିହାତି ଆବଶ୍ୟକତା ରହିଛି, କାରଣ ଆପଣ କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢ଼ିପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ଧଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦେଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ ହେବ। ଦିନଟି ନିଜର ଆତ୍ମବିକାଶ ସହିତ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଆଡ଼କୁ ନିଶ୍ଚିତ ପହଞ୍ଚିବେ ଏବଂ ପୂର୍ବରୁ ଅଟକି ଯାଇଥିବା ମୀନ ରାଶି ବ୍ୟକ୍ତିଙ୍କର କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ କରିବାର ସୁଯୋଗ ଦେବ। ତେବେ ଆଜି ମୀନ ରାଶି ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ମିଶ୍ରିତ ଫଳାଫଳ ଦେବ।
କିଛି ଭଲ କିଛି କଷ୍ଟ ଦେଇପାରେ। ତେଣୁ ଧ୍ୟାନପୂର୍ବକ ମୀନ ରାଶି ବ୍ୟକ୍ତି ନିଜର କାର୍ଯ୍ୟ କରନ୍ତୁ। ମୀନ ରାଶି ବ୍ୟକ୍ତି ଆଜି ଚାକିରି ସମ୍ବନ୍ଧରେ ଇଣ୍ଟରଭ୍ୟୁ ଥିଲେ ସେଥିରେ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ରାଜନୈତିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢିବା ସହିତ ସାମାଜିକ କାର୍ଯ୍ୟରେ କିଛି ମନ ବଳେଇ ପାରେ। ତେବେ ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଦିନ ହୋଇପାରେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ପର୍କରେ ନିଶ୍ଚିତ ଆପଣ ଆଗକୁ ବଢିବା ସହିତ ମନରେ ଅନେକ ଖୁସି ଭରି ଦେଇପାରେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇବେ। ଯେଉଁମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ଲାଭ ପାଇବାର ସୁଯୋଗ ଦେବ। ଆଜି ମୀନ ରାଶି ବ୍ୟକ୍ତି ଅର୍ଥଜନିତ ଯେକୌଣସି ନିଷ୍ପତ୍ତି ନେବେ ତାହା ଆପଣଙ୍କ ପାଇଁ ନିଶ୍ଚିତ ଲାଭ ଫଳପ୍ରଦ ହେଇପାରେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମୀନ ରାଶି ବ୍ୟକ୍ତି ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବା ସହିତ ପୂର୍ଣ୍ଣ ଫିଟ୍ ରହୁଛନ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ମିଶ୍ରିତ କଳା ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।